ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଆଜି ନିର୍ବାଚନୀ ବୈତରଣୀକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆମିଲିପାଲିରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭାଷଣ ଦେବା ସମୟରେ ଭାବବିହ୍ୱଳ ହୋଇଯାଇଥିଲେ। ବାପା ନବ ଦାସଙ୍କୁ ମନେ ପକାଉଥିଲେ। ଏଥିସହିତ ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ସଂକଳ୍ପ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଥିଲେ। ନିଜ ଭାଷଣରେ ଦୀପାଳି କହିଛନ୍ତି, ମୋ ବାପା ଗଲାପରେ ନବୀନ ପଟ୍ଟନାୟକ ଆମ ପାଖେ ପାଖେ ଠିଆ କରିଛନ୍ତି। ସେତିକି ମୋ ପାଇଁ ବହୁତ ବଡ଼ କଥା। ମୋ ବାପା ଗଲାପରେ ଝାରସୁଗୁଡ଼ାବାସୀ କହିଥିଲେ, ବୋଇ ତୁ ଏକା ଅନାଥ ହେଇନା, ଆମେ ବି ଅନାଥ ହୋଇଯାଇଛୁ। ଆଜି ମୁଁ ସମସ୍ତଙ୍କୁ କହିବାକୁ ଚାହିଁବି, ମୁଁ ହିଁ ବି ଅନାଥ ନାହିଁ, ନା ଝାରସୁଗୁଡ଼ାବାସୀ ଅନାଥ ଅଛନ୍ତି। ଆମ ସାଙ୍ଗେ ଯାହାର ହାତ ଅଛି ସେ ଆଜି ଆମ ସାଙ୍ଗରେ ବସିଛନ୍ତି। ସେ ଆଉ କେହି ନୁହନ୍ତି, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଯଦି ମୋ ବାପା ବଞ୍ଚିଥାନ୍ତେ ଆଉ ଦେଖିଥାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜରେ ଏମିତି ଦୁଇପଦ କଥା କହିପାରୁଛି, ସେ ବହୁତ ଗର୍ବ କରିଥାନ୍ତେ ଆଜି। ସେଥିଲାଗି ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା ପାଇଁ ଚାହିଁବି, ମୋତେ ଏମିତି ବଡ଼ ସୁଯୋଗ ଦେଇଥିବାରୁ। ମା ମାନେ, ଆପଣମାନେ ସମସ୍ତେ ଜାଣିଛନ୍ତି ଆପଣଙ୍କ ପ୍ରିୟ ନବଦାଦା ଆମ ସମସ୍ତଙ୍କୁ ଛାଡ଼ି ପଳାଇଲେ। ତାଙ୍କ ଗଲା ପରେ ଯେଉଁ ହିସାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ସହ ବାପା ହିସାବରେ ଠିଆ ହୋଇଛନ୍ତି, ତାହାକୁ ମୁଁ ଏବଂ ମୋ ପରିବାର କେବେ ନାହିଁ ଭୁଲିବୁ। ଆପଣ ସମସ୍ତେ ଜାଣିଥିବେ ମୋ ବାପାଙ୍କର ଗୋଟିଏ ସ୍ୱପ୍ନ ଥିଲା, ନୂତନ ଝାରସୁଗୁଡ଼ା ନିର୍ମାଣ। ତାଙ୍କର ଚିନ୍ତାଧାରା ଥିଲା ବିକାଶ, ସୋଚ ଥିଲା ବିକାଶ। ସେ ସବୁବେଳେ କହୁଥିଲେ, ମୁଁ ଲୋକଙ୍କ ପାଇଁ ବଞ୍ଚିଛି, ଆଉ ଏହି ଝାରସୁଗୁଡ଼ାବାସୀଙ୍କ ପାଇଁ ଜୀବନ ଦେବା ପାଇଁ ପ୍ରସ୍ତୁତ ଅଛି। ସେ ତାଙ୍କ ଶେଷ ଅଭିଭାଷଣରେ ମଧ୍ୟ କହିଥିଲେ, ବିକାଶ ରାଜନୀତିର ସବୁବେଳେ ଊର୍ଦ୍ଧ୍ୱରେ ଅଛି। ମୁଁ ଥାଏ ନଥାଏ ବିକାଶର କାମ ସବୁବେଳେ ଜାରି ରହିବ। ଆଜି ତାଙ୍କରି ସ୍ୱପ୍ନର ବଙ୍ଗ ମୋ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଲଢ଼ିବାକୁ ଆସିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ବିଶ୍ୱାସ କରିଛନ୍ତି, ମୁଁ ଆପଣଙ୍କ ସେବା କରିପାରିବି। ମୋତେ ବିଶ୍ୱାସ କରିକି ଏହି ଟିକେଟ୍ ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, MTC ନ୍ୟୁଜ୍।